नमस्कार श्रोता बंधु। आज पवित्र शिवरात्रि शिवरात्रि व्रत कथा आपण मानकु मु आज सुनाऊची। ओम नमः शिवाय। महादीपदानम अद्य निशीथे जलद घृत प्रदीप मखंडित महमुष्युहे संस्कार क्लेश दक्ष्यस्य व्रतेनानेन शंकर प्रसीद सुमुखो नाथ ज्ञान दृष्टि प्रभे भव तब पाठ जपादिकं कृत्वा उजागरो भृत्वा ज्वलत् प्रदीपं दत्त्वा परदिने प्रातः सन्ध्या दीक्षां कृत्वा ब्राह्मणान् भोजयित्वा स्वयं भुञ्जित इति पूजाविधि। पचारिले ऋषिगण आहे तपोधन केउ व्रत कले तोष हुअन्ति त्रिनयन विस्तारी कहन्तु ताहा आम्भ अग्रतरे ଏହା ଶୁଣି ବୋଇଲେ କ ସନତ କୁମାରୀ। ଏକ ଦିନେ ହିମାଳୟେ ବୋଇଲେ ପାର୍ବତୀ କେଉଁ ବ୍ରତ କଲେ ତୋଷ ହୁଅ ପ୍ରଜାପତି। କେଉଁ ବ୍ରତ ତୁମ୍ଭର ହେ ଅଟଇ ପ୍ରଧାନ କୃପା କରି କୁହନ୍ତୁ ଯେ ତାହାର ବିଧାନ। ଶଙ୍କର ବୋଇଲେ ପ୍ରିୟେ ଶୁଣ ମନ ଦେଇ ଅତି ଗୋପନୀୟ ମୋର ବ୍ରତେକ ଅଛଇ। ଫଗୁଣ ମାସର କୃଷ୍ଣ ଚତୁର୍ଦ୍ଦଶୀ ଦିନ ରାତ୍ରରେ ସେ ବ୍ରତ ହୁଏ ଶୁଣତା ବିଧାନ। ତାର ନାମ ଶିବରାତ୍ରି ଆଗୋ ହୈମବତୀ ସେ ବ୍ରତ ଯେ କରିବ ସେ ଲଭିବ ମୁକତି। ଉପବାସେ ରହି ପୂଜା କରିବ ମୁହର ରାତି ଯାକ ଦୀପ ଜାଳି ହୋଇ ଉଜାଗର। ପ୍ରତି ପ୍ରହରରେ ମୋତେ ଅର୍ଘ୍ୟ ଦେଉଥିବ ପଞ୍ଚାମୃତେ ସ୍ନାନ କରି ଭକ୍ତିରେ ପୂଜିବ। ଶିବ ମନ୍ତ୍ରେ ହୋମ କରି କରିବ ପ୍ରାର୍ଥନା ହବିଷ୍ୟ କରିବ ବ୍ରତୀ ହୋଇ ହୃଷ୍ଟମନା। ଶିବରାତ୍ରି ଉପବାସ ଯେଜନ କରଇ ଅନ୍ତକାଳେ ମୋର ପୁରେ ନିଶ୍ଚିନ୍ତେ ରହଇ। ଏହା ଶୁଣି ପୁନରପି କହିଲେ ପାର୍ବତୀ ପୂର୍ବେ କିଏ କରିଥିଲା କହ ପଶୁପତି। ଶଙ୍କର ବୋଇଲେ ଏକ ନିଷାଦ ଚରିତ କହୁଅଛି ପ୍ରିୟେ ଶୁଣ ହୋଇ ଏକ ଚିତ୍ତ। ପାପ କର୍ମ ନାମ ତାର ମଧ୍ୟ ଦିଶେ ଘର ଚକ୍ଷୁ ତାର କୃଷ୍ଣ ବର୍ଣ୍ଣ ବିସ୍ତୃତ ଶରୀର। କୁଟିଳ ହୃଦୟ ସେହି ଅତ୍ୟନ୍ତ ଦୁର୍ଜନ ପଶୁ ପକ୍ଷୀ ମାରି କରେ ଉଦର ପୋଷଣ। ପ୍ରତିଦିନ କାନନରେ ଭ୍ରମୁଥାଇ ସେହି ଏକ ଦିନକର କଥା ଶୁଣ ମନ ଦେଇ। ଜାଲ ଧନୁ ସର ଘେନି ସେହି ବ୍ୟାଧ ଗଲା କାଳାଞ୍ଜନ ପର୍ବତେ ପ୍ରବେଶ ହୋଇଲା। ସାରସ କୋକିଳ ଶୁଆ ସାରି ଆଦି ପକ୍ଷୀ ଧରି ପିଞ୍ଜରାରେ ଭରି ହୋଇ ଅତି ସୁଖୀ। ଆପଣାର ମନ୍ଦିରକୁ କରଇ ଗମନ କ୍ଷୁଧାରେ ବ୍ୟାକୁଳ ହେଲା ତାହାର ଜୀବନ। ଶୀତରେ କମ୍ପିତ ଦେହ ଚାଲି ନ ପାରିଲା ସୂର୍ଯ୍ୟ ଅସ୍ତ ହେଲେ ରାତ୍ରି ପ୍ରବେଶ ହୋଇଲା। ଗଗନକୁ ଆଚ୍ଛାଦିଲା ଘୋର ଅନ୍ଧକାର ବାହାରିଲେ ହିଂସ୍ର ଜନ୍ତୁ ବନରୁ ଅପାର। ଦେଖି ଭୟେ ବ୍ୟାଧ ବିଲ ବୃକ୍ଷରେ ଚଢ଼ିଲା ଏକ ମହାବଳ ବ୍ୟାଘ୍ର ପ୍ରବେଶ ହୋଇଲା। ଖାଇବା ଆଶାରେ ଟାକି ରହିଲା ମୂଳରେ ବୃକ୍ଷେ ଥାଇ ଭୟେ ବ୍ୟାଧ ଡାଳପତ୍ର ଧରେ। କେତେ ଡାଳପତ୍ର ଭାଙ୍ଗି ପକାଏ ତଳକୁ ବିଚାରଇ ଭୟେ ବ୍ୟାଘ୍ର ଯିବ ଅରଣ୍ୟକୁ। ଶିବରାତ୍ରି ହୋଇଥିଲା ଦଇବେ ସେଦିନ ସେହି ବ୍ୟାଧ ମହାଭୟେ ହୋଇ ଛନ୍ନ ଛନ୍ନ। ସେ ବୃକ୍ଷ ମୂଳରେ ଏକ ଶିବଲିଙ୍ଗ ଥିଲା କେତେ ଡାଳପତ୍ର ଭାଙ୍ଗି ପକାଇ ସେ ଦେଲା। ସେ ଲିଙ୍ଗ ଉପରେ ସବୁ ପଡ଼ିଲା ଗୋ ସତୀ ଉଜାଗରେ ରହିଲା ସେ ବ୍ୟାଧ ସାରା ରାତି। ଦୈବ ବସୁ ଶିବରାତ୍ରି ଉପବାସ କଲା ସୂର୍ଯ୍ୟ ଉଦେ ହେଲେ ରାତ୍ର ପ୍ରଭାତ ହୋଇଲା। ପିଞ୍ଜରାକୁ ଘେନି ବ୍ୟାଧ ବୃକ୍ଷରୁ ଓହ୍ଲାଇ ଧୀରେ ଧୀରେ ଆପଣାର ଗୃହକୁ ଆସଇ ସେହି ମହାବଳ ବାଘ ଛପି ରହିଥିଲା ପଥ ମଧ୍ୟ ଆସି ସେହି ବ୍ୟାଧକୁ ଖାଇଲା। ଯମଦୂତେ ଫାଶ ଧରି ତାହାକୁ ବାନ୍ଧିଲେ କ୍ରୋଧ ଭରେ ତା ଦେହରେ ମୁଦ୍ଗର ପିଟିଲେ। ଉଚ୍ଚସ୍ୱରେ ସେ ନିଷାଦ କରଇ ରୋଦନ ଏ ସମୟେ ମୋର ଦୂତେ କଲେ ଆଗମନ। ବୋଇଲେ ରେ ଦୁରାଚାରୀ ଯମର କିଙ୍କର ଏହି ବ୍ୟାଧ ଭକ୍ତ ଅଟେ ସଦାଶିବଙ୍କର। ଶିବରାତ୍ରି ବ୍ରତକାଲି କରିଅଛି ଏହି ଶିବଲିଙ୍ଗ ପୂଜିଅଛି ବିଲ୍ୱପତ୍ର ଦେଇ। ହସି କରି ଯମଦୂତେ ବୋଇଲେ ଏମନ୍ତ ଏହି ବ୍ୟାଧର ଯେ ପାପ ଅଟେ ଅପ୍ରମିତ। ଯମ ପାଶେ ବାନ୍ଧି ନେବୁ ଏ ପାପିକି ଆମ୍ଭେ କିନ୍ମନ୍ତେ ନିବାରଣ କରୁଅଛ ତୁମ୍ଭେ। ବଳେ ତାକୁ ମୋର ଦୂତେ ନେଲେ କ ଛଡ଼ାଇ ଭୟ ପାଇ ଯମଦୂତେ ଗଲେ କ ପଳାଇ। ଯମରାଜା ଆଗେ ସବୁ ବୁଝାଇ କହିଲେ ଶୁଣି ଯମରାଜା ଚିତ୍ରଗୁପ୍ତଙ୍କୁ ପୁଛିଲେ। ସେ ବୋଇଲେ ଯେତେକ ସେ ପାପ କରିଥିଲା ଶିବରାତ୍ରି ଦିନ ଉପବାସରେ ରହିଲା ତେଣୁ ସର୍ବ ପାପକ୍ଷୟ ହୋଇଲା ତାହାର। ଶୁଣି ଯମରାଜା ସ୍ତବ କଲେ ଯେ ମୋହର
ମୋର ଦୂତେ ସେ ବ୍ୟାଧକୁ ବସାଇ ବିମାନେ, ଶୂନ୍ୟେ ବହି ଘେନିଗଲେ କୈଳାସ ଭୁବନେ। ଦିବ୍ୟ ଗୃହ ବାସ ପାଇ ସୁଖରେ ରହିଲା, ବ୍ରତର ଫଳରୁ ମୋର ସେବକ ହୋଇଲା। ଭକତିରେ ଶିବରାତ୍ରି କରେ ଯେଉଁ ଜନ, ତାର ପୁଣ୍ୟ କରିବାକୁ କେହେବ ଭାଜନ। ଏକ ପିଚାସର କଥା ଶୁଣ ଗୋ ପାର୍ବତୀ, କୃଷ୍ଣ ଶର୍ମା ନାମେ ବିପ୍ର ଥିଲା ସେ ସୁମତି। ଦେବତା ଅତିଥି ପୂଜା କରେ ପ୍ରତିଦିନ, ସବୁବେଳେ ଧର୍ମ କାର୍ଯ୍ୟେ ଥାଏ ତାର ମନ। ବେଦ ବେଦାଙ୍ଗାଦି ଶାସ୍ତ୍ରୀ ଅଟଇ ପଣ୍ଡିତ, ଯଜ୍ଞ ବିଷ୍ଣୁ ପୂଜା ଆଦି କରଇ ସତତ। ଦିନେ ସ୍ନାନ କରିବାକୁ ଯାଏ ସରୋବରେ, ମିଳିଲା ସେ ପୁଷ୍କରିଣୀ ତୀରେ ଦ୍ୱିଜବରେ। ସେହି ପୋଖରୀର ଜଳ ଅତି ନିରିମଳ, ଫୁଟିଅଛି ନୀଳଶ୍ଵେତ ରକତ କମଳ। ଇଟା ଖଣ୍ଡେ ପଡ଼ିଅଛି ସେ ପୋଖରୀ କୂଳେ, ତହିଁ ପାଦ ଘଷି ବିପ୍ର ପଶିଲା ସେ ଜଳେ। ସ୍ନାନ ସାରି ପିତୃଙ୍କର ତର୍ପଣ କଲା, ଶିଷ୍ୟଗଣ ଘେନି ନିଜ ମନ୍ଦିରେ ମିଳିଲା। ପରଦିନ ପ୍ରଭାତରୁ ଉଠି ଦ୍ୱିଜବର, ମଳମୂତ୍ର ତ୍ୟାଗ କରି ଅଇଲା ସତ୍ୱର। ମାଟି ହାତ କରୁଥିଲେ ଏକ ସ୍ଥାନେ ବସି, କାଳସର୍ପ ଆସି ତାର ହାତି ଦେଲା ଦଂଶି। ଗର୍ତ୍ତିକ ଯିଏ ଥିଲା ତହିଁ ବିଶ୍ୱ ଜ୍ୱାଳାରେ ସେ, ବିପ୍ର ପ୍ରାଣତ୍ୟାଗ କଲା। ଗର୍ତ୍ତିକ ଯେ ଥିଲା ତହିଁ ସର୍ପ ବାସ କରେ, ବିପ୍ରକୁ ଦଂଶନ କରି ପଶିଲା ଗର୍ତ୍ତରେ। ବିଷ ଜ୍ୱାଳାରେ ସେ ବିପ୍ର ପ୍ରାଣତ୍ୟାଗ କଲା, ଯମଦୂତ ଆସି ତାକୁ ବାନ୍ଧି ଘେନିଗଲା। ଯମରାଜା ବୋଇଲାରେ ଶୁଣ ବିପ୍ରବର, ବାଲ୍ୟକାଳୁ ଯେତେ ପୁଣ୍ୟ ଥିଲାଟି ତୋହର। ଶିବଙ୍କର ଇଟାଖଣ୍ଡ ପୋଖରୀ ହୁଡ଼ାରେ, ପଡ଼ିଥିଲା ତାହା ନେଇ ଘଷିଲୁ ଗୋଡ଼ରେ। ସେହି ପାପେ ତୋର ସବୁ ପୁଣ୍ୟ କ୍ଷୟ ଗଲା, ଶିବଦ୍ରବ୍ୟ ହରଣର ଦୋଷ ଯେ ଲାଗିଲା। ଯେଉଁ ଜନ ଶିବଦ୍ରବ୍ୟ କରଇ ହରଣ, ଦେବସ୍ୱ ବିପ୍ରସ୍ୱ ଆଉ ରାଜସ୍ୱକୁ ଜାଣ। କଳେ ବଳେ କୌଶଳେ ହରଣ କରଇ, ସେହି ପାପୀ ରୌରବ ନରକେ ପଡ଼ଇ। ପୁଣି କୃମି ରୂପେ ରହେ ହଜାର ବରଷ, ପିଶାଚ ରୂପରେ ପୁଣି ବୃକ୍ଷ କରେ ବାସ। ତୁହି ବିପ୍ର ଅଜ୍ଞାତରେ କରିଛୁ ହରଣ, ନର୍କେ ନ ପକାଇଲି ମୁଁ ତେଣୁରେ ବ୍ରାହ୍ମଣ। ଅୟୁତ ବରଷ ତୁହି ପିଶାଚ ରୂପରେ, ରହ ଯାଇ ବିପ୍ର ସେହି ପୋଖରୀ ହୁଡ଼ାରେ। ଅଛି ଯେଉଁ ବଟବୃକ୍ଷ ତହିଁ କର ବାସ, ଦୈବ ବସୁ ଆସି ଯେବେ ତୋର କେହି ଶିଷ୍ୟ, ଶିବରାତ୍ର ବ୍ରତ ଫଳ ଦାନ କରେ ସେହି, ମୁକତି ହୋଇବୁ ବିପ୍ର ଏ ପାପରୁ ତୁହି। ଏହା ଶୁଣି କରଯୋଡ଼ି ବିନୟ କରିଣ, ଯମରାଜ ଛାମୁରେ ଯେ କହଇ ବ୍ରାହ୍ମଣ, ଯାହା କହିଲ ତା ସତ ଅଟେ ଦଣ୍ଡଧାରୀ। ଇଟାଖଣ୍ଡ ଶିବଙ୍କର ହୋଇଲା କିପରି? ଯମରାଜା ବୋଲେ ବିପ୍ର ମନ ଦେଇ ଶୁଣ। କାଶ୍ମୀର ଦେଶରେ ଥିଲା ଗୋଟିଏ ବ୍ରାହ୍ମଣ, ଧର୍ମବନ୍ତ ସେହି ବିପ୍ର ଅଟେ ଶିବ ଭକ୍ତ, ବେଦ ବେଦାଙ୍ଗାଦି ଶାସ୍ତ୍ରେ ପଢ଼ିଣ ପଣ୍ଡିତ। ମାଘ ମାସେ ସେହି ବିପ୍ର ପ୍ରୟାଗକୁ ଗଲା, ଗଙ୍ଗ ଯମୁନାର ତଟେ ଆସନ ଥାପିଲା। ଯଥାବିଧି ସ୍ନାନ ସନ୍ଧ୍ୟା କରି ସେହି ସ୍ଥାନେ, ତର୍ପଣେ ସନ୍ତୁଷ୍ଟ କରି ଦେବପିତୃଗଣେ। ଭଗବାଳୀ ନାମେ ତହିଁ ଥିଲା ଏକ ଜ୍ୟୋତି, ସର୍ବଦା ଶିବଙ୍କ ପ୍ରତି ତାହାର ଭକତି। ସେହି ଦ୍ୱିଜ ତାହାଙ୍କର ଆଶ୍ରମେ ମିଳିଲା, ଭକତିରେ ଋଷିଙ୍କର ଚରଣ ବନ୍ଦିଲା। ଭଗବାଳୀ ଋଷି ଦ୍ୱିଜ ଭକତି ଦେଖିଣ, ବସୁମତୀ ମୃଗଛାଲ ଦେଲେ ତତକ୍ଷଣ। ବହୁତ ପ୍ରକାର କରି ଫଳମୂଳ ଦେଲେ, ମଧୁର କୋମଳ ବାକ୍ୟ ବିପ୍ରଙ୍କୁ କହିଲେ ଆତ୍ମାକୁ ସନ୍ତୁଷ୍ଟ କର କରିଣ ଭକ୍ଷଣ, ଅତିଥି ହୋଇଛ ମୋର ଶିବଙ୍କ ସମାନ। ଏହା ଶୁଣି ସେ ଋଷିଙ୍କୁ କହେ ବିପ୍ରବର, ଦର୍ଶନ କରି ନାହିଁ ଦେବ ମହେଶ୍ୱର, ତେଣୁ ମୁଁ ଆହାର କରି ନ ପାରଇ ଯତି, ଶିବଙ୍କୁ ଅନ୍ନ ପୂଜିନ ନ ଖାଏ ମୁଁ ନୀତି। ଏହା ଶୁଣି ପୁନରପି ସେ ଋଷି କହିଲେ, ସଦା ରହିଥାନ୍ତି ଶିବ ହୃଦୟ କମଳେ, ଦେବଦେବ ମହାଦେବ ସର୍ବବ୍ୟାପୀ ସେହି, ଅନ୍ତରେ ବାହାରେ ଯହିଁ ତହିଁ ଥାନ୍ତି ରହି। ହୃଦୟ ମଧ୍ୟରେ କରି ତାଙ୍କୁ ଦର୍ଶନ, ଆହେ ଦ୍ୱିଜ ଫଳମୂଳ କରନ୍ତୁ ଭୋଜନ। ଏହା ଶୁଣି ଦ୍ୱିଜ କହେ ଆହେ ମୁନିବର, ପୂର୍ବରୁ ଏପରି ବ୍ରତ ଅଛଇ ମୋହର। ପ୍ରାଣ ଗଲେ ମଧ୍ୟ ତାହା ଛାଡ଼ି ନ ପାରଇ, ଏମନ୍ତ ପ୍ରକାରେ ଜାଣ ଶାସ୍ତ୍ରରେ ଅଛଇ। ଶିବଲିଙ୍ଗ ନ ପୂଜି ଯେ କରଇ ଆହାର, ଜଳପାନ କରଇ ବା ହୋଇ ତୃଷାତୁର, ତାହାକୁ ଚଣ୍ଡାଳ ବୋଲି କହନ୍ତି ପଣ୍ଡିତେ। ସେହି ପ୍ରାଣୀ ଧର୍ମହୀନ ଅଟେ ଏ ଜଗତେ, ଶିବଙ୍କର ଦର୍ଶନେ ହୁଏ ପୁଣ୍ୟ ଯେତେ, ସ୍ପର୍ଶନେ ଅଧିକ ପୁଣ୍ୟ ସାଧୁଙ୍କର ମତେ। ପୂଜା କଲେ ପୁଣ୍ୟ ତହୁଁ ହୁଅଇ ଅଧିକ, ପୁଣ୍ୟବନ୍ତ ସୂଚିବନ୍ତ ହୁଅଇ ସେ ଲୋକ। ମହାଦେବ ପୂଜା ନିତ୍ୟ ନ କରି ଯେ ଜନ, ଲୋଭ ମୋହେ ପଡ଼ି ଅନ୍ନ କରଇ ଭୋଜନ। କୋଟିଏ ବରଷ ଯାଏ ପିଶାଚ ସେ ହୁଏ, ନାନା ଦୁଃଖ ପାଇ ସେହୁ ବୃକ୍ଷେ ରହିଥାଏ। ଜାଣୁ ଜାଣୁ କେଉଁପରି କରିବି ଏମନ୍ତ, ମୋର ଦୋଷ କ୍ଷମା କର ଆହେ ତପୋବନ୍ତ। ବିପ୍ରର ଏ ଦୃଢ଼ ବାକ୍ୟ ଶୁଣି ସେହି ଯତି, ଧନ୍ୟ ଧନ୍ୟ ବିପ୍ର ତୁହି ଧନ୍ୟ ତୋ ଭକତି। ଆଉ କିଛି ପଚାରିବି ତୁମ୍ଭଙ୍କୁ ହେ ଦ୍ୱିଜ, ଶିବଙ୍କ ମହିମା କହ ମୋ ଆଗରେ ଆଜ। କର ମୋ ଦେହରେ ଥିବା ପାତକ ଦହନ, ଶ୍ରଦ୍ଧାରେ ଶୁଣିବି ମୋର ଏ ସତ୍ୟ ବଚନ। ଶିବ ଦର୍ଶନେ ଆଉ ସ୍ପର୍ଶନେ ପୂଜନେ, କି ଫଳ ହୁଏ ତାହା ମୋର ବିଦ୍ୟମାନେ। କହିବ ବିସ୍ତାର କରି କପଟ ତେଜିଣ,
ଅଭିଷେକ କଲେ ପୁଣି ହୁଏ କି ପୁଣ୍ୟ। ଏହା ଶୁଣି ବିପ୍ର କହେ ଶୁଣ ମୁନିବର, ଶିବଲିଙ୍ଗ ଦର୍ଶନ କରେ ଯେଉଁ ନର, ସହସ୍ର ଅଶ୍ୱମେଧର ଫଳ ପାଏ ସେହି, ମଧ୍ୟାହ୍ନରେ କରେ ଶିବ ଦର୍ଶନ ସେହି। ମଧ୍ୟାହ୍ନରେ କରେ ଶିବ ଦର୍ଶନ ସେହି, ଆଜନ୍ମ ଦୁରିତ କ୍ଷୟ ହୁଅଇ ତାହାର, ଶିବ ଲୋକେ ବସଇ ସେ ଆହେ ମୁନିବର। ସନ୍ଧ୍ୟାକାଳେ ଶିବଲିଙ୍ଗ ଯେ କରେ ଦର୍ଶନ, ଇହ ଲୋକେ ସୁଖ ପାଏ ଅନ୍ତେ ସେହି ଜନ। ନନ୍ଦୀଶ୍ୱର ତୁଲ୍ୟ ହୋଇ ଶିବ ଲୋକେ ବସେ, ଶିବ ଦର୍ଶନ କରେ ଯେ ଜନ ପ୍ରଦୋଷେ। ବ୍ରହ୍ମହତ୍ୟା ଆଦି ମହାପାପ ଯାଏ ନାଶ, ଶିବ ଦେହେ ଲୀନ ହୁଏ ଜାଣ ହିଁ ତାପସ। ପ୍ରତିଦିନ ଯେ କରଇ ଶିବ ଦର୍ଶନ, ଶିବଙ୍କର ଅତି ପ୍ରିୟ ହୁଅଇ ସେ ଜନ। ଯେଉଁପରି ଶିବଙ୍କର କାର୍ତ୍ତିକ ଗଣେଶ, ତେସନେ ସେ ଅତି ପ୍ରିୟ ଜାଣ ତପୋଇ ଈଶ। ଶିବ ପୂଜା ନ କରି ଯେ ନ କରେ ଆହାର, ଶିବଙ୍କ ଜାଣ ସଦୃଶ ଅଟେ ସେହି ନର। କୋଶେ ବାଟ ଯାଇ ସେହୁ ଶିବଲିଙ୍ଗ ଦେଖେ, ନ ରହନ୍ତି ପାପ ରାଶି ତାହାର ସମ୍ମୁଖେ। କୋଟି କୋଟି ଅଶ୍ୱମେଧ ଫଳକୁ ସେ ପାଇ, ଶିବଲିଙ୍ଗ ପ୍ରଦକ୍ଷିଣ ସେ ଜନ କରଇ। ପାଦ ନ ପଖାଳି କରେ ଯେ ଜନ ଦର୍ଶନ, ଜନ୍ମେ ଜନ୍ମେ ହୁଅଇ ତ ଦରିଦ୍ର ସେ ଜନ। ପ୍ରଦକ୍ଷିଣ କରିବାର ସମୟ ଯେ ନର, ସୋମପତ୍ର ଡେଇଁଯାଏ ଆହେ ମୁନିବର। ଶିବ ଦର୍ଶନ ତାର ବିଫଳ ହୁଅଇ, ଶିବ ଆଉ ବୃଷଭର ମଧ୍ୟଭାଗ ଦେଇ। ଯେ ଜନ ଗମନ କରେ ତାର ପୁଣ୍ୟକ୍ଷୟ, ହୁଅଇ ହେ ମୁନିବର ଜାଣିବ ନିଶ୍ଚୟ। ବ୍ରହ୍ମହତ୍ୟା ପାପ ତାକୁ ନ ଛାଡ଼ଇ କେବେ, ଯେତେ ଦିନ ଯାଏ ରହିଥାଏ ଏହି ଭବେ। ଚତୁର୍ଦ୍ଦଶୀ ଦିନ ଶିବଲିଙ୍ଗ ଦର୍ଶନ, ପାପ ଶୂନ୍ୟ ହୋଇଯାଏ କୈଳାସ ଭୁବନ। ସୋମବାର ଶିବ ଦର୍ଶନ ଯେ କରଇ, ଚନ୍ଦ୍ରମା ପରାୟ ସେହି ସୁନ୍ଦର ହୁଅଇ। ପୁତ୍ରକାମୀ ପୁତ୍ର ପାଏ ଶିବରାତ୍ରି, ପୁତ୍ରକାମୀ ପୁତ୍ର ପାଏ ଶିବଙ୍କ କୃପାରେ, ଧନକାମୀ ଧନୀ ହୁଏ ଯେ ଚତୁର୍ଦ୍ଦଶୀରେ। ଶିବରାତ୍ରି ବ୍ରତ କରେ ଯେ ବଣ ନୃପତି, ବିଜୟୀ କରନ୍ତି ତାକୁ ଦେବ ପଶୁପତି। ଯେଉଁ ବ୍ରତ ବିପ୍ର କରେ ସେ ହୁଏ ବୈଦିକ, ବୈଶ୍ୟମାନେ ବ୍ରତ କଲେ ହୁଅନ୍ତି ଧନିକ। ଶୂଦ୍ର ବ୍ରତ କଲେ ତାକୁ ଦିଅନ୍ତି ପରାଙ୍ଗତି, ସୋମବାର ଶିବଠାରେ ଯେ କରେ ଭକତି, ତାହାର କାମନା ପୂର୍ଣ୍ଣ କରନ୍ତି ଶଙ୍କର, ଶିବଲିଙ୍ଗ ନିକଟରେ ଥାଏ ଯେଉଁ ନୀର। ଶିବ ଗଙ୍ଗା ତାର ନାମ ହେମୁନି ଗୋସାଇଁ, ସେ ଜଳରେ ନିତ୍ୟ ସ୍ନାନ ଯେ ଜନ କରଇ। ଶିବ ସଦନରେ ଦାନ କରେ ସେ ନିଶ୍ଚୟ, ଯେଉଁ ଜନ ଭକତିରେ ଆହେ ମହାଶୟ। ଶିବ ପୂଜା କରି ନିତ୍ୟ ଦଣ୍ଡବତ କରେ, ଯେତେ ରେଣୁ ଥାଏ ସେହି ମନ୍ଦିର ଭିତରେ। 33 ବରଷ ସେହୁ କୈଳାସରେ ରହେ, ପୁଣି ସ୍ୱର୍ଗ ସୁଖ ଭୋଗ କରେ ସେ ସମୟ। ଶୀତଳ ସୁଗନ୍ଧ ଜଳ ଢାଳେ ଶିବ ଶିରେ, ତାହାର ପୁଣ୍ୟର କଥା କେବା କହିପାରେ। ବାରସ୍ୱତୀ ଭୁବନରେ ରହଇ ସେ ଜନ, କ୍ଷୀର ଢାଳେ ଶିବ ଶିରେ ସେହୁ ପ୍ରତିଦିନ। ବିଷ୍ଣୁ ଭୁବନରେ ଅନ୍ତ କାଳେ ସେ ରହଇ, ଦଧି ପ୍ରତିଦିନ ଶିବ ଲିଙ୍ଗେ ଯେ ଢାଳଇ। ସୋମଲୋକେ ସୁଖେ ବାସ କରଇ ସେ ନର, ମଧୁ କିମ୍ବା ଘୃତ ଢାଳେ ଆହେ ମୁନିବର। ବହ୍ନି ଲୋକେ ବାସ ତାର ହୁଅଇ ନିଶ୍ଚୟ, ନବନୀତ ଯେ ଘଷଇ ସେହି ଶିବ ପ୍ରିୟ। ଶର୍କରା ସଙ୍ଗତେ ନବନୀତକୁ ମିଶାଇ, ଯେ ଜନ ଶ୍ରଦ୍ଧାରେ ଶିବଲିଙ୍ଗରେ ଘଷାଇ। ବ୍ରହ୍ମାପୁରେ ବାସ ତାକୁ ଦିଅନ୍ତି ଶଙ୍କର, ଲକ୍ଷେ ଚମ୍ପା ଦିଅଇ ଯେ ଶିବଙ୍କର ଶିର। ତାର କାମ ହେଲା ଶିବ ଗଙ୍ଗା ପୁଷ୍କରିଣୀ, କ୍ରମେ କ୍ରମେ ସେ ଦେଉଳ ଜୀର୍ଣ୍ଣ ହୋଇଗଲା। କାଳ ବସେ ଭାଙ୍ଗି ପୁଣି ଖଣ୍ଡ ଖଣ୍ଡ ହେଲା। ସେହି ଇଟା ପଡ଼ିଥିଲା ପୋଖରୀ କୂଳରେ, ତାହାକୁ ଘଷିଲ ନେଇ ତୁମ୍ଭେ ଯେ ପାଦରେ। ସେ ପାପରୁ ହେଲ ତୁମ୍ଭେ ପିଶାଚ ହେ ଦ୍ୱିଜ, ସେ ବଟ ବୃକ୍ଷରେ ତୁମେ ରହ ଯାଇ ଆଜ। ଯମର ଏ କଥା ଶୁଣି କୃଷ୍ଣ ଶର୍ମା ଗଲା, ପିଶାଚ ରୂପରେ ବୃକ୍ଷ ଉପରେ ରହିଲା। ନିରଘ ନାମରେ ଥିଲା ଏକ ଶିଷ୍ୟ ତାର, ନିତ୍ୟ ଶିବ ପୂଜା କରେ ସେହି ଦ୍ୱିଜବର। 14 ବରଷ ଅନ୍ତେ ଶିବରାତ୍ରି ଦିନ, ସେ ନିରଘ ଦ୍ୱିଜ କରି ଶିବଙ୍କୁ ପୂଜନ। ଦୀପ ଜାଳି ରାତ୍ରଯାକ ରହି ଉଜାଗରେ, ପ୍ରାତକାଳେ ସ୍ନାନ କଲା ପଶି ସରୋବରେ। ସନ୍ଧ୍ୟା ତରପଣ ସାରି ସୂର୍ଯ୍ୟଙ୍କୁ ଅନାଇ, ଅର୍ଘ୍ୟ ଦେଲାବେଳେ ବୃକ୍ଷେ କୃଷ୍ଣ ଶର୍ମା ଥାଇ। ବୋଇଲାରେ ନିରଘ ତୁ ଅଟୁ ପୁଣ୍ୟବାନ, ମୁହିଁ ଅଟେ ତୋର ଗୁରୁ ତୁ ଭକ୍ତ ପ୍ରଧାନ। ମୋର ନାମ କୃଷ୍ଣ ଶର୍ମା ପିଶାଚ ରୂପରେ, 14 ବରଷ ହେଲା ଅଛି ଏ ବୃକ୍ଷରେ। ଏହା ଶୁଣି ସେ ନିରଘ ହୋଇ ଆଚମ୍ବିତ, ବୋଇଲା ପିଶାଚ ତୁମ୍ଭେ ହୋଇଲ କେମନ୍ତ? ମୁଁ ଆଗେ ବିସ୍ତାର କରି କହ ହେ ଗୋସାଇଁ। ଏହା ଶୁଣି କୃଷ୍ଣ ଶର୍ମା ଉତ୍ତର ଦିଅଇ, ଆରେ ବାବୁ ଇଟା ଖଣ୍ଡେ ପଡ଼ିଥିଲା ଏଥେ, ସ୍ନାନ କରିବାକୁ ମୁହିଁ ଏଥକୁ ଆସନ୍ତେ। ସେଇଟାରେ ପାଦ ଘଷି ପକାଇ ମୁଁ ଦେଲି, କିଛି ଦିନେ ସର୍ପାଘାତେ ପରାସ ତେଜିଲି। ଯମଦୂତେ ମାଡ଼ ମାରି ବାନ୍ଧି ଘେନି ଗଲେ, ଚିତ୍ରଗୁପ ତେମୋ ପାପ ପୁଣ୍ୟ ବିଚାରିଲେ। ବୋଇଲେ ଆବଲ୍ୟ କାଳୁ କରିଅଛି ପୁଣ୍ୟ, ଶେଷ କାଳେ କରିଅଛି ଶିବତ୍ୱ ହରଣ। ଶିବ ଦେଉଳର ଇଟା ଖଣ୍ଡେ ପଡ଼ିଥିଲା, ତହିଁରେ ବିପ୍ର ନିଜ ପାଦକୁ ଘଷିଲା। ଏହାର ଏତିକି ପାପ ଆହେ ଜନ୍ତୁରାଜ, ଶୁଣି କ୍ରୋଧେ ଯମ ମୋତେ ହୋଇଲେ ହେ ଦ୍ୱିଜ। ପିଶାଚ ରୂପରେ ରହ ସେ ବୃକ୍ଷ ଉପରେ,
ଯେବେ କେହି ଶିଷ୍ୟ ବ୍ରତ ଫଳ ଦେଇପାରେ ତେବେ ତୁ ମକତ ହେବୁ ସେ ପାପରୁ ସେ ପାପରୁ ଦ୍ୱିଜ ହେ ନିରଘ ରକ୍ଷା ଯେବେ କରିପାରୁ ଆଜ। ଏହା ଶୁଣି ସେ ନିରଘ ଆନନ୍ଦ ହୋଇଲା, ପୋଖରୀ ମଧ୍ୟରୁ ଜଳ ଆଞ୍ଜଳି ଧଇଲା। ବୋଇଲା ମୋହର ଶିବ ରାତ୍ର ବ୍ରତ ଫଳ, ଦେଲି ଆହେ ଗୁରୁ ହେଉ ତୁମ୍ଭର ମଙ୍ଗଳ। ଏହା କହି ସୂର୍ଯ୍ୟଙ୍କୁ ସେ ସାକ୍ଷୀ କରିଦେଲା। ତତ୍କ୍ଷଣେ କୃଷ୍ଣ ଶର୍ମା ସ୍ୱରୂପ ଧଇଲା, ନିରଘକୁ ଆଶୀର୍ବାଦ କରି କଲା କୁଳ। ନିରଘ ପଡ଼ିଲା ଗୁରୁଙ୍କର ପାଦ ତଳ, ଦୁହେଁ ଆନନ୍ଦରେ ଶିବଲିଙ୍ଗ ପୂଜା କରି ରହିଲେ ସୁଖରେ ଯାଇ କୈଳାସ ନଗରୀ। ଶିବରାତ୍ରି ବ୍ରତ କଥା କହିଲି ବୁଝାଇ, ଯେ କରଇ ତାର ଫଳ ଏହିପରି ହୋଇ। ଏ ବ୍ରତ ଅପେକ୍ଷା ପ୍ରିୟ ନାହିଁ ଯେ ମୋହର, ଭକତିରେ ଶୁଣେ ଅବା ପଢ଼େ ଯେଉଁ ନର। ଶିବରାତ୍ରି ଦିନ ରହି ମୋହର ମନ୍ଦିରେ, ଏକଥାକୁ ଯେଉଁ ଜନ ଶୁଣେ ଭକତିରେ। କିବା ମୋ ଆଗରେ ପଢ଼େ ଏକ ମନ ହୋଇ, ସେ ମୋର ଜୀବନ ଜାଣ ଆଗ ପ୍ରିୟ ସହି। ସକଳ ପାତକ ତାକୁ କରଇ ମୋଚନ, କଦାପି ନ ଯାଏ ସେହି ସମାନ ସଦନ। ଇତି ଶ୍ରୀ ଶିବପୁରାଣୋକ୍ତ ଶିବ ପାର୍ବତୀ ସମ୍ବାଦେ ଶିବରାତ୍ରି ବ୍ରତକଥା ସମାପ୍ତମ୍। ଶ୍ରୋତାବନ୍ଧୁ, ଆମେ ଶୁଣୁଥିଲେ ଶିବରାତ୍ରି ବ୍ରତ କଥାର ମହିମା। ଅଡ଼ିଓଟି କେମିତି ଲାଗିଲା ଆପଣମାନଙ୍କର ମତାମତ ଅପେକ୍ଷାରେ ରହୁଛି। ଧନ୍ୟବାଦ। ଓମ୍ ନମଃ ଶିବାୟ।